भागीरथी बेहरा ଆଜ୍ଞା बहुत बहुत स्वागत अच्छी रसिद भाई को शो रे। ଆଜ୍ଞା। भागीरथी बेहरा हम व्यूअर्स मान को कही देबे आपन घर को जिला को ब्लॉक रे। ଆମ ଜିଲ୍ଲା ହେଲା ପୁରୀ। ଆଉ ମୋ ଘର ହଉଛି ହେଲା ମୁଚି ସେଇ ଛକ ଗାଡି ଥାନା ପାଖରେ। ଆଉ ମୁଁ ଖେଳେ ପୁରୀ ପାଇନର କ୍ଲବ ପଟୁ ଖେଳେ। अच्छा भागीरथी आपन परिवार रे की सब अछंती। ପରିବାରରେ ମା ତ ଏକ୍ସପାୟାର କରିଯାଇଛନ୍ତି, ବାପା ଅଛନ୍ତି, ଆଉ ମୁଁ ଆଉ ମୋ ୱାଇଫ ଆଉ ମୋର ଛୋଟିଆ ଝିଅଟେ। अच्छा भागीरथी अनेक खेल थिला आपन क्रिकेट को कोन पे बाछि नैथिले। ପିଲାବେଳେ ବହୁତ ଇଚ୍ଛା ଥିଲା ଖେଳରେ। ମୁଁ ଲାଇଫ ଥିଲା ଏମିତି ଖେଳ ଖେଳ ଏମିତି କ୍ରିକେଟ ବହୁତ ପସନ୍ଦ ଥିଲା ମୋର। ଖେଳ ଖେଳ ମୁଁ ମାନେ ଏମିତି କ୍ରିକେଟ କୁ ଆଗ୍ରହ କରିଦେଲି ଆଉ। କ୍ରିକେଟ ବହୁତ ମୁଁ ଗ୍ରହଣ କଲି କ୍ରିକେଟ କୁ। भागीरथी पुरी रे अनेक क्लब जेमती पाइनियर आपन सुबर्स महावीर ଆଜ୍ଞା अनेक क्लब रही आपण पाइनियर क्लब रु खेलुछंदी कोन पे। ଆଜ୍ଞା। ମୁଁ ଯେତେବେଳେ ପ୍ରଥମେ କ୍ରିକେଟ ଖେଳିଲି ଛୋଟିଆ ପିଲାଟେ ହେଇଥିଲି, ସେତେବେଳେ କୋଉ କ୍ଲବ ବୋଲି ମୁଁ କିଛି ଜାଣିନଥିଲି। ସମସ୍ତେ ଆମଠୁ ମୋର ବଡ ବଡ ସିନିୟର ମାନେ ଅଛନ୍ତି, ସେମାନେ ବି ଖେଳନ୍ତି, ସେମାନେ ପ୍ୟାଡ ଗ୍ଲୋଭ୍ସ ପିନ୍ଧି ଖେଳନ୍ତି। ସେତେବେଳେ ମୁଁ ଆଜ୍ଞା ହାଫ ପ୍ୟାଣ୍ଟ ପିନ୍ଧିଥିଲି, ବଟମ ବି ଠିକ ସେ ଦେଇପାରେନି, ମୋଡିକି ପିନ୍ଧିଛି ଯାହା। ସେମାନେ ସର୍ଟ ମାରନ୍ତି, ତାଙ୍କ ବଲ ଗୋଟିକି ମାନେ ତାଙ୍କୁ ଦିଏ। ତାପରେ ଆସ୍ତେ ଆସ୍ତେ ଆଗ୍ରହ ହେଲା, ତାପରେ ଟିମ ଆସ୍ତେ ଖେଳିଲି। ଏମିତି ଖେଳିଲା ଭିତରେ ମତେ ସିଏ ଆକ୍ସେପ୍ଟ କଲେ, ନାଇଁ ଏଇ ପିଲାଟା ଭଲ ଖେଳୁଛି। ଏମିତି ହଉ ତାପରେ ମୁଁ ପାଇନର ଟିମ ରେ ପଶିଲି। ପୁରୀ ପାଇନର ଟିମ ବହୁତ ଭଲ ଟିମ ଥିଲା, ଶକ୍ତିଶାଳୀ ଟିମ ବି ଥିଲା। କିନ୍ତୁ ପୁରୀରେ ଯୋଉ ଆମ ତିନିଟା ଟିମ ଥିଲା, ପାଇନର, ମହାଗିରି, ସୋବର୍ସ, ଏ ସବୁ ବହୁତ ପୁରୁଣା ଟିମ ସବୁ। ମୁଁ ପାଇନରକୁ ଚୁଜ କଲି ଆଉ। आपण जने बैट्समैन ना बॉलर ना ऑलराउंडर। ମୁଁ ଅଲରାଉଣ୍ଡର। बैटिंग करती बोलिंग मध्य करती आपन जीवन रो प्रथम अर्धशतक मने अछि आपन को ଅଧେ ମନେ ଅଛି। के कहबे। ଗୋଟେ ଅର୍ଧଶତକ ବୋଲି ଏମିତି ଗୋଟେ ମ୍ୟାଚ ଛୋଟ ପିଲା ହେଇଥିଲି, ଆମର ଭିତରେ ବଡ ସିନିୟର ଭିତରେ ମ୍ୟାଚ ହୁଏ। ମ୍ୟାଚ ହେଲା ଭିତରେ ସେ କଣ ମତେ, ମୁଁ ଯେତେବେଳେ ଛୋଟ ପିଲା ନା, ମୁଁ କଣ କହିଲି ପଛରେ ରହିଥିଲି। ମୁଁ ଯେତେବେଳେ ପଛରେ ରହିଥିଲି, ଆଉ ଥିଲା ଲାଷ୍ଟ ଥିଲା 4 ଓଭରରେ 60-65 ରନ ଥିଲା। ମ୍ୟାଚ ଡିଭାଇଡ ମ୍ୟାଚ ହୁଏ। ଡିଭାଇଡ ମତେ ଗଲେ ଆଉ ଠିକ ଅଛି ଭାଇ ତୁ ଖେଳେ ଆଉ। ତାପରେ ମୁଁ ସେଇ ଟାଇମରେ ମୁଁ ସିଙ୍ଗଲ ହ୍ୟାଣ୍ଡ ମ୍ୟାଚ ଜିତେଇ ଦେଇଥିଲି, 50 ମାରି ଜିତେଇ ଦେଇଥିଲି। ସେ ମତେ କେବେ ଜାଣିପାରିଲେନି ଯେ ମୁଁ ଗୋଟେ ବହୁତ ଭଲ ଖେଳେ ବୋଲି। ସେଇଠି ଆମ ବହୁତ ସିନିୟର ମାନେ ବି ଥିଲେ, ନା ଜିତେଇଥିଲେ, ବହୁତ ଉତ୍ସାହ ବି ଥିଲେ। ମତେ ସେଇ ସବୁ ପିଲା ଚିହ୍ନିଗଲେ ଆଉ। ଇଏ ଗୋଟେ ଭଲ ବ୍ୟାଟ୍ସମ୍ୟାନ, ଗୋଟେ ମାନେ ହାର୍ଡ ବ୍ୟାଟ୍ସମ୍ୟାନ ବୋଲି। बोलिंग ऊपर में यदि कथबार्ता करिबा भलो बोलिंग परफॉर्मेंस आपनकर कोठी हितला। ଆଜ୍ଞା। ବୋଲିଂ ମୋର ବହୁତ ଭଲ। ମୁଁ ଆଗେ ପେସ୍ ବୋଲିଂ କରେ, ଏବେ ବି ପେସ୍ ବୋଲିଂ କରୁଛି। କିନ୍ତୁ ସବୁ ଇକୋନୋମିକ ବୋଲିଂ କରେ। अच्छा अच्छा आमे जिबा भागीरथी बेहरा पुरी डिस्ट्रिक्ट क्रिकेट एसोसिएशन पुरी क्रिकेट ओडिसा रो ଆଜ୍ଞା। सब जिला ऊपर कथबार्ता कली पुरी क्रिकेट ऊपर जदि हमें कथबार्ता करिबा ए पर्यंत सेमिति आशाजनक प्रदर्शन करि पारि नहीं, पुरी प्लेयर्स मध्य सेमिति बाहरी पार नाहंती। कारण कोन होइछि, कोन पई एमति होइछि। ଦେଖନ୍ତୁ ପୁରୀରେ ଆଜ୍ଞା ଗୋଟେ ସତ କଥା କହିବାକୁ ଗଲେ, ପୁରୀ ଆମ 3ଟା କ୍ଲବ, ପୁରୀ ଟାଉନ ଭିତରେ 3ଟି କ୍ଲବ। ଜିଲ୍ଲା ଭିତରେ ତ ଅନ୍ୟ ଅଛି, କାକଟପୁର ଅଛି, ଅଷ୍ଟରଙ୍ଗ ଅଛି, ଆମର ନିମାପଡା ଅଛି, ଗୋପ ବି ଅଛି। କିନ୍ତୁ ଏମାନଙ୍କ ଭିତରେ ଆମ 3ଟା କ୍ଲବ ହଉଛି ସବୁଠୁ ଶକ୍ତିଶାଳୀ ଟିମ୍। ଗୋଟେ ମହାଗିରି, ଗୋଟେ ସୋବର୍ସ, ଆଉ ଗୋଟେ ଆମ ନିଜ କ୍ଲବ ପାଇନର କ୍ଲବ। ପୁରୀରେ ଗୋଟେ ପଡିଆ ନାହିଁ, ସ୍ୱତନ୍ତ୍ର ଗୋଟେ ପଡିଆ ନାହିଁ, ନା ଯୋଉଥିରେ ପିଲା ଖେଳିବେ ସେଇଥିରୁ ପିଲା ବାହାରିବେ। ଗୋଟିଏ ବି ପଡିଆ ବି ନାହିଁ। ଯେହେତୁ ଗୋଟିଏ ପଡିଆ ଥିଲା, ଗୋଟେ ଏସଏସ୍ କଲେଜର ପଡିଆ। ସେ ଏସଏସ୍ କଲେଜ ତାଙ୍କ ନିଜସ୍ୱ ଗ୍ରାଉଣ୍ଡ, ସେ ଗ୍ରାଉଣ୍ଡ ଟାକୁ ବନ୍ଦ କରିଦେଲେ। ଆଉ ପିଲା ସେଥିରୁ କିଛି ବାହାରିବା କଷ୍ଟକର। ଆଜିକାଲି ଗୋଟେ ପିଲା ଏଇ 10 ଫୁଟ 20 ଫୁଟ ଜାଗା ଦେଖିକି ଟାର୍ଗେଟ କରି ଖେଳୁଛନ୍ତି, କୌଣସି ମ୍ୟାଚ ନାହିଁ। ହଁ ଏମିତି ଆମେ ସବୁ ପୁରୁଣା ହେଲାଣୁ, ଅନ୍ୟ ଭୁବନେଶ୍ୱର ଟିମ୍ ହଉ କାହା କଥାବାର୍ତ୍ତା କରି ଆମେ ଗୋଟେ ମ୍ୟାଚ କରୁ, ଗୋଟେ ସନ୍ଧ୍ୟା ଦେଖି ମ୍ୟାଚ କରୁ। ପିଲା ବାହାରିବା ବହୁତ କଷ୍ଟକର। ଯେହେତୁ ଏବେ 3 ବର୍ଷ ହେଲାଣି ଗୋଟେ ଷ୍ଟାଡିୟମ ହେଇଛି ପୁରୀରେ, ଜଗନ୍ନାଥ ଷ୍ଟାଡିୟମ। ସେଟା ଆକ୍ଚୁଆଲି ଷ୍ଟାଡିୟମ ଟା ଇଭେଣ୍ଟ ପାଇଁ, ନୁହଁ ଯେ ପ୍ରାକ୍ଟିସ ପାଇଁ ନୁହଁ। ଯେହେତୁ ଗଭର୍ଣ୍ଣମେଣ୍ଟ ଟେକ୍ ଓଭର ନେଇଛି, ସେଥିପାଇଁ ଆମକୁ ବି ବହୁତ ଧନ୍ୟବାଦ। ଆମେ 3ଟା କ୍ଲବ
ତା ଭିତରେ ଖେଳୁଛୁ। ଆମ ପାଇଁ ନେଟ୍ସ ବି କରାଯାଇଛି, ଗ୍ରାଉଣ୍ଡ ବି ଦେଇଛନ୍ତି। ଆମେ ପ୍ରତି ସପ୍ତାହକୁ 2-3ଟା ମ୍ୟାଚ ବି କରୁଛୁ। ଆମେ ଆଶା ରଖୁଛୁ ଆଗକୁ ଫ୍ୟୁଚର ପିଲା ପୁରୀରୁ ଭଲ ଟିମ୍ ବାହାରିବେ, ବହୁତ ଭଲ ଟିମ୍ ବାହାରିବେ, ଆଉ ଭଲ ପ୍ଲେୟାର ବି ବାହାରିବେ। ଜଗନ୍ନାଥ ଷ୍ଟାଡିୟମ ଗୋଟେ ବଡ ଷ୍ଟାଡିୟମ, ତାର ଆଜ୍ଞା ଉଦ୍ଘାଟନ ମଧ୍ୟ ହେଇ ଆଜ୍ଞା। ସାରିଛି। ତିନୋଟି କ୍ଲବ ସେଠି ପ୍ରାକ୍ଟିସ କରୁଛି। କେମିତି ଆପଣ ତା ଭିତରେ ଆଡଜଷ୍ଟ କରୁଛନ୍ତି? ତିନୋଟି ନେଟ୍ସ ରହିଛି ନା ଗୋଟିଏ ନେଟ୍ସ ରେ ଆପଣ ପ୍ରାକ୍ଟିସ କରୁଛନ୍ତି ନା ନା ତିନୋଟି ନା, କ୍ଲବ? ତା ଭିତରେ ପାଖାପାଖି 9ଟା ନେଟ୍ସ ଅଛି, ଆଷ୍ଟ୍ରୋ ୱିକେଟ ଅଛି, ଆଉ ଟର୍ଫ ୱିକେଟ ବି ଅଛି, ସଫିସିଏଣ୍ଟ ଆଜ୍ଞା ଅଛି। ନକିଂ କରିବା ପାଇଁ, ନେଟ୍ସ କରିବା ପାଇଁ ସଫିସିଏଣ୍ଟ ଅଛି। କେବଳ ଗ୍ରାଉଣ୍ଡ କେବଳ ଆମେ ଆମ ଭିତରେ ମ୍ୟୁଚୁଆଲ ହେଇକି ମଝିରେ ମଝିରେ ସପ୍ତାହକୁ ସପ୍ତାହ ଗୋଟେ ମ୍ୟାଚ କରି ଆମେ ଖେଳୁ। ପୁରୀ ଜଗନ୍ନାଥ ଷ୍ଟାଡିୟମ ରେ କୋଚ୍ ଦାୟିତ୍ୱରେ କିଏ ଅଛନ୍ତି? ନା, କୋଚ୍ କୌଣସି କୋଚ୍ କେହି ନାହାନ୍ତି। ଯେଝା କ୍ଲବରେ ଯିଏ ସିନିୟର ସିଏ ସେଇ ଆମକୁ ଯାହା ଗାଇଡଲାଇନ କରୁଛନ୍ତି, ସେ ତାଙ୍କ ଅନୁସାରେ ପିଲାମାନଙ୍କୁ ଖେଳୁଛୁ। କୌଣସି କୋଚ୍ ନାହାନ୍ତି। ଇକ୍ୱିପମେଣ୍ଟସ ବିଷୟରେ ଆମେ ଟିକେ କଥାବାର୍ତ୍ତା କରିବା। କଣ କଣ ଇକ୍ୱିପମେଣ୍ଟସ ରହିଛି ଗ୍ରାଉଣ୍ଡ ଭିତରେ? ଗ୍ରାଉଣ୍ଡ ଭିତରେ ଆଜ୍ଞା ବହୁତ କିଛି ଦରକାର। ଗ୍ରାଉଣ୍ଡ ଆକ୍ଚୁଆଲି ହେଇଯାଇଛି, ଗ୍ରାଉଣ୍ଡ ଯୋଉ ହିସାବରେ ହବା କଥା ଠିକ ଚଳିବ, କିନ୍ତୁ ଗ୍ରାଉଣ୍ଡ ପାଇଁ ଇକ୍ୱିପମେଣ୍ଟ ଦରକାର। ଧର ରୋଲରଟେ ଦରକାର, ଗୋଟେ ଗ୍ରାସ କଟର ଦରକାର, ଆଉ କିଛି ଜିନିଷ ଦରକାର ଯୋଉ ନିହାତି ଦରକାର। ସେ ସବୁ ଜିନିଷ କିଛି ନାହିଁ। ସେ ଜିନିଷ ହେଇଗଲେ ପିଲା କିଛିଟା ଖେଳିବେ, କି କିଛି ପିଚ୍ ବି କିଛି ମରାମତି ହେଇପାରିବ। ତା ଭିତରେ କିଛି ନାହିଁ, କେବଳ ଗ୍ରାଉଣ୍ଡ ହେଇଯାଇଛି ସେତିକି। ଗୋଟେ ସିମେଣ୍ଟ ରୋଲରଟେ ଅଛି, ସେଇଥିରେ ଆମେ ରୋଲିଂ କରୁଛୁ, ସେଇଥିରେ ଆମେ ପିଲା ଖେଳୁଛୁ। ସେଇଥିରେ ବି ଡିଷ୍ଟ୍ରିକ୍ଟ ମ୍ୟାଚ ବି ହଉଛି, ସେଥିରେ କ୍ଲବ ଟୁର୍ଣ୍ଣାମେଣ୍ଟ ବି ହଉଛି, କେତେବେଳେ ପ୍ରଶାସନ ମ୍ୟାଚ ବି ତା ଭିତରେ ବି ହଉଛି। ସେଇ ଗୋଟିଏ ସିମେଣ୍ଟ ରୋଲରରେ ସବୁ କିଛି ହଉଛି। କଣ ସୁବିଧା ପାଇଁ କିଛି ନାହିଁ ଆଉ। ଆଗେଇ କଣ ପାଇଁ ଆଗେଇ ପାରୁନି ଆପଣଙ୍କ ମତରେ ପୁରୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ଏବଂ ପୁରୀ କ୍ରିକେଟ, ସେଇଟା ପୁରୀର ଆଜ୍ଞା ପ୍ଲେୟର୍ସ ଆମେ ମାନେ? ପ୍ଲେୟାର ମାନେ ଆଗେଇ ପାରୁନାହାନ୍ତି, ଏଇଥିପାଇଁ ସ୍କୋପ କିଛି ଟିକେ ନାହିଁ। ଜିନିଷ ବି ସ୍କୋପ କିଛି ନାହିଁ। ସ୍କୋପ କିଛି ଥାନ୍ତା, କି ଗୋଟେ ପର୍ସନାଲ ଗୋଟେ କୋଚ୍ ଥାନ୍ତା କି କଣ ହୁଅନ୍ତା, ତାହେଲେ ପିଲା ଟିକେ ଆଗନ୍ତି। ସେମିତି କିଛି ନାହିଁ। ସେଇଥିରେ ଆମ ପୁରୀ ଡିଷ୍ଟ୍ରିକ୍ଟ ଆମ ସିନିୟର ମାନେ ଯିଏ ଯାହାକୁ ଶିଖେଇଲା, ଛୋଟ ପିଲାଙ୍କୁ ଇଏ ସେଇ ହିସାବରେ ଚାଲୁଛନ୍ତି। କିନ୍ତୁ ଆଗ ମାନେ ଆଗ ଅପେକ୍ଷା ଏବେ ବହୁତ ବେଟର, ବହୁତ ଭଲ ପିଲା ବାହାରିଲେଣି। ଫ୍ୟୁଚର ପାଇଁ ବାହାରିବେ, ବର୍ତ୍ତମାନ ନାହିଁ, ଫ୍ୟୁଚର ପାଇଁ ବାହାରିବେ। ମାନେ ହାରାହାରି ପାଖାପାଖି 300-400 ପିଲା ଖେଳୁଛନ୍ତି, ଯୋଉଟା ଆମ ଟାଇମରେ ସେଇ ଜିନିଷ ନଥିଲା। ବର୍ତ୍ତମାନ ଏମିତି ଯୋଉ ଭଳିଆ ପିଲା ବହୁତ ବାହାରିଲେଣି, ଛୋଟ ପିଲା ବହୁତ ଭଲ ବି ବାହାରିଲେଣି। ଅଣ୍ଡର 14, ଅଣ୍ଡର 16, ଅଣ୍ଡର 19 ପାଇଁ ଫ୍ୟୁଚର ବାହାରିବେ ଯେମିତି ହେଲେ, ଆଉ ଭଲ ନାଁ ବି ବାହାରିବ ଆଗ। ଆପଣଙ୍କର ଅନେକ କ୍ଲବ ରହିଛି ପୁରୀରେ। ଯେତେବେଳେ ଆପଣ ଅଲ ଆଜ୍ଞା। ଓଡିଶା ମ୍ୟାଚ ଖେଳୁଛନ୍ତି କିମ୍ବା ଅଲ ଇଣ୍ଡିଆ ମ୍ୟାଚ ଖେଳୁଛନ୍ତି, ହୁଁ। ତାହେଲେ ପୁରୀରୁ ଗୋଟିଏ ଟିମ୍ କଣ ପାଇଁ ଯାଉନି? ପୁରୀରୁ ଗୋଟିଏ ଟିମ୍ କଣ ହେଇକି ଯାଉନି? କଣ ପାଇଁ ଯାଉନାହାନ୍ତି ଗୋଟିଏ ଟିମ୍ ନେଇକି? ଭଲ ପ୍ଲେୟାର ନେଇକି କଣ ପାଇଁ ଯାଉନାହାନ୍ତି? ସେମିତି ତ ଟୁର୍ଣ୍ଣାମେଣ୍ଟ ହେଲେ ସବୁ ଇଣ୍ଡିଭିଜୁଆଲ କ୍ଲବ କୁ ଆସୁଛି। ହଁ ହଁ। ଯୋଉ ଟୁର୍ଣ୍ଣାମେଣ୍ଟ ଆମକୁ ଆସେ, ଆମକୁ ପର୍ସନାଲି ଇଣ୍ଡିଭିଜୁଆଲ କ୍ଲବ କୁ ଆସେ। ଧର ଗୋଟେ ଯାଜପୁର, ଭଦ୍ରକ, ଯୋଉ କଟକ, ବାରିପଦା ଯୋଉ ଟୁର୍ଣ୍ଣାମେଣ୍ଟ ଆସେ, ସେମିତି ଆମ ନିଜ ପାଇନର କ୍ଲବ କୁ ଆସେ ଟୁର୍ଣ୍ଣାମେଣ୍ଟ। ମହାବୀର କୁ ଆସେ, ଆଉ ସୋବର୍ସ କୁ ଆସେ। ସେଥିପାଇଁ ଯେଝା କ୍ଲବ ଯିଏ ଅଛନ୍ତି, ହଁ ତା ଭିତରେ ଗୋଟେ ଜିନିଷ କଣ ହୁଏ, ଧର ଗୋଟେ ଟିମ୍ ଦେଲା, ଆମେ ପୁରୀ ଟିମ୍ କରିକି ଆସ, ସେଇ ଜାଗାରେ ଆମେ 3ଟା କ୍ଲବ ଗୋଟେ ହେଇକି ଗୋଟେ ଶକ୍ତିଶାଳୀ ଟିମ୍ କରି ଗୋଟେ ଆମେ ଯାଉ ଖେଳିବା ପାଇଁ। ଯୋଉଠି ପର୍ସନାଲ ଗୋଟେ କ୍ଲବକୁ ଆସିବ ମାନେ ସେଟା କିଏ ତ 3ଟା ଟିମ୍ ମିଶିତ ଖେଳିବେନି ନା। ତା ଭିତରେ ଆମ ଭିତରେ ମ୍ୟୁଚୁଆଲ ରହୁଛି ଯେ ଧର ଆମର ତ ତାଙ୍କ 2ଟା ପିଲା ଖେଳିଦବୁ, ଆଉ ତାଙ୍କ ଆଉ ଗୋଟେ ପିଲା ଡାକିଦେଲୁ, ଏମିତି ହେଇକି ଟିମ୍ ଭଲ ଟିମ୍ କରି ନେଇ ଯାଉ ଖେଳିବାକୁ। ଆଚ୍ଛା ଆଚ୍ଛା ଭାଇ, ଯଦି ଆପଣଙ୍କର ଆଇଡିଆଲ କ୍ରିକେଟର କିଏ? କାହା ପାଖରୁ ଆପଣ ଇନ୍ସପିରେସନ ହେଇଥିଲେ କ୍ରିକେଟ ନେଇକି? ଇନ୍ସପାୟାର ସାର୍ ମୁଁ ସଚିନ ତେନ୍ଦୁଲକର ବହୁତ ଦେଖେ, ତାଙ୍କ ସଟ୍ ଦେଖେ। କିନ୍ତୁ ତାଙ୍କ ସଟ୍ ବେଳେ ମୁଁ ମାରିପାରିନି, କିନ୍ତୁ ତାଙ୍କ ସଟ୍ ବହୁତ ମତେ ଭଲ ଲାଗେ। ଆଚ୍ଛା, ଆପଣଙ୍କ ମତରେ ଗୋଟେ କ୍ରିକେଟର ପାଖରେ କଣ କଣ କ୍ୱାଲିଟି ସବୁ ରହିବା ଦରକାର? କଣ କଣ ସବୁ ରହିବା ଦରକାର ତାଙ୍କ ପାଖରେ? ଗୋଟେ କ୍ରିକେଟର ପାଖରେ ସବୁବେଳେ ଆଗ ପ୍ରଥମ ଡିସିପ୍ଲିନ ଥିବା ଦରକାର। ଯଦି ତା ନିଜର କିଛି ଭୁଲ ଶିଖିବାର ଅଛି, ସେ ନିଜେ ନିରୀକ୍ଷିକି ଦେଖିବା ଜାଣିବା ଦରକାର ଯେ ମୁଁ ଏଇ ଜିନିଷଟା ଏଇଟା ଭୁଲ କରୁଛି କି ଏଇଟା ଠିକ କରୁଛି, ମତେ ତା ପ୍ରତି ନେକ୍ସଟ ପ୍ରିପେୟାର ହବା ଦରକାର। ତାହେଲେ ଆଗକୁ ସିଏ ବଡ କ୍ରିକେଟ ହେଇପାରିବ। ତା ମାନେ ନୁହେଁ ଯେ ମୁଁ ଗୋଟେ କଣ କରିଦେଲା ମୁଁ ତାକୁ ଏକ୍ସଟ୍ରା କରିଦେବି, ସେମିତି ନୁହଁ।
ଆଗ ଡିସିପ୍ଲିନ ଶିଖିବ ତ ତାହେଲେ ସେ ବଡ ଭଲ କ୍ରିକେଟ ହେଇ ବାହାରି ପାରିବ। ଆଜ୍ଞା ଆଜିକାଲି ଯୋଉ ଆପଣ ଦେଖିଥିବେ ଟେନିସ୍ କ୍ରିକେଟ ଗୋଟେ ଜର୍କ ବୋଲିଂ ହଉଛି ଯୋଉଟା କହନ୍ତି ଥ୍ରୋ ବୋଲିଂ ଚୋକ୍ ବୋଲିଂ ଯୋଉଟା ହଉଛି ଥ୍ରୋ ବୋଲି। ଆପଣ ତା ଆଜ୍ଞା ବିଷୟରେ କଣ କହିବେ ସେଇ 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 ସ୍ପେଶାଲି ସେଇ ଆପଣ ଜଣେ ପ୍ରଫେସନାଲ କ୍ରିକେଟର ସେଇ ବଲ୍ ବିଷୟରେ ଆପଣ କଣ କହିବେ? ଶୁଣ ଥ୍ରୋ ବଲ୍ ତ ଆଜ୍ଞା ଆଜିକାଲି ଗାଁ ଗହଳିରେ ଫେମସ ହେଇଗଲାଣି। କିନ୍ତୁ ଆକ୍ଚୁଆଲି ସେଟା କ୍ରିକେଟ ମାନେ କହିଲେ ଚଳେ ନାହିଁ। କିନ୍ତୁ ଆଜିକାଲି ଟେନିସ୍ କ୍ରିକେଟକୁ ବହୁତ ଫୋକସ କଲେଣି ସବୁଆଡେ। ଯେମିତି ଆମେ ଡ୍ୟୁଜ୍ ବଲ୍ ଖେଳୁଛେ ରାଉଣ୍ଡ ରାଉଣ୍ଡ ଖେଳୁଛେ ରାଉଣ୍ଡ ରାଉଣ୍ଡ ଯେମିତି ପ୍ରେସିଜ ଅଛି ଡ୍ୟୁଜ୍ ବଲ୍ ରେ ଟେନିସ୍ ବଲ୍ ରେ ସେଇ ଜିନିଷଟା ନାହିଁ। ଟେନିସ୍ ରେ ଗାଁ ଗହଳି ଗଲେ ଆପଣ ଥ୍ରୋ ବୋଲିଂ ଦେଖିବେ ଗାଁ ଲୋକ ଏଞ୍ଜୟ କଲେ ବସିଲେ ତାଳି ମାରିଲେ ଠିକ ସେମାନେ ଖୁସି ହେଲେ। ସେମାନେ ବୁଝନ୍ତିନି ଥ୍ରୋ ବଲ୍ ଆଉ ରାଉଣ୍ଡ ରାଉଣ୍ଡ ଭିତରେ ଫରକ କିଛି ଜାଣନ୍ତିନି। ଯିଏ କ୍ରିକେଟ ବିଷୟରେ ଜାଣନ୍ତି ଯେ ରାଉଣ୍ଡ ରାଉଣ୍ଡ କଣ ଥ୍ରୋ ରାଉଣ୍ଡ ଟା କଣ। ସେଥିପାଇଁ ଗାଁ ଗହଳି ମାନେ ଥ୍ରୋ ବଲ୍ ଟାକୁ ବେଶୀ ପସନ୍ଦ କରନ୍ତି। ଆଉ ଗୋଟେ ଡ୍ୟୁଜ୍ ବଲ୍ ସବୁ ଗାଁ ଗହଳି କରିପାରନ୍ତିନି କାହିଁକିନା ତାର କଷ୍ଟ ବହୁତ ଥାଏ। ଗୋଟେ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ତାଙ୍କୁ ମିନିମମ୍ ତମ 2 ଲକ୍ଷ 1.5 ଲକ୍ଷ ଟଙ୍କା ଦରକାର ବଜେଟ। ସେଟା ହୁଏନି। ଟେନିସ୍ ବଲ୍ ରେ କଣ ହୁଏ ଟଙ୍କା 20,000 25,000 ଭିତରେ ଆରାମସେ ଟୁର୍ଣ୍ଣାମେଣ୍ଟ ହେଇଯିବ। ସେଥିପାଇଁ ସେ କହନ୍ତି ଗଲି କ୍ରିକେଟ ସେଇଟା ଗୋଟେ ଗାଁ କ୍ରିକେଟ ବି କହିଲେ ଚଳେ। ସେଥିପାଇଁ ଲୋକ ଟେନିସ୍ ବଲ୍ ଥ୍ରୋ ବହୁତ ପସନ୍ଦ କରନ୍ତି। କାରଣ ଆପଣ ଭାବନ୍ତୁ ଆଜିକାଲି ଗାଁ ଗହଳି ମାନେ ପଇସା ଟିକେ ବହୁତ କମ ଥାଏ। ଚାନ୍ଦା ଫାନ୍ଦା କରିକି ଗୋଟେ 20,000 25,000 ଗୋଟେ ଟୁର୍ଣ୍ଣାମେଣ୍ଟ କରିଦେବେ। କିନ୍ତୁ ଡ୍ୟୁଜ୍ ବଲ୍ କରିବା କଷ୍ଟକର। ଆଜ୍ଞା ଆଜ୍ଞା ବଢିଆ କଥା କହିଛନ୍ତି ଭାଗୀରଥୀ ବେରା ଏଇଠି ଅନିଶ ଖାନ ଆପଣଙ୍କର ଅନିଶ ଖାନ ବାର ବାର କମେଣ୍ଟ କରୁଛନ୍ତି ଯେ ଲିଜେଣ୍ଡ ପ୍ଲେୟାର ଅଫ ପୁରୀ କଣ କହିବା ଅନିଶ ଖାନ ଗୋଟେ ଟେନିସ୍ ବଲ୍ ଟା ମାରାତ୍ମକ ବୋଲର ମୋ ଆଖି ଆଗରେ ତାଙ୍କ ଲୁଟୁ ୱାରିୟର୍ସ କପ୍ ଗୋଟେ ହଉଥିଲା ଗୋଟେ ସୁନ୍ଦର ବୋଲିଂ କରିଥିଲେ। କିନ୍ତୁ ଯେତେବେଳେ ମୁଁ ଅନିଶ ଖାନକୁ ଲାଇଭ୍ ନେଇଥିଲି ସେ ଆଜ୍ଞା ଟେନିସ୍ ବିଷୟରେ ଏବଂ ନିଜ କ୍ୟାରିୟର ବିଷୟରେ ନିଜ ଫ୍ୟୁଚର ବିଷୟରେ ଯୋଉ କଥା ଆଜ୍ଞା କହିଥିଲେ ସେ ଗୋଟେ ଅଲଗା ପ୍ରକାର ମତେ ମାହୋଲ ସେଠି ସୃଷ୍ଟି କରିଥିଲେ ସେ ଅନିଶ ଖାନ। ସେ କହିଥିଲେ ଡ୍ୟୁଜ୍ ବଲ୍ ଆଉ ଆପଣଙ୍କର ଜର୍କ ବଲ୍ ଭିତରେ କଣ ଫରକ ଏବଂ କେମିତି ଆପଣ ଜଣେ ଫ୍ୟୁଚର କରିପାରିବେ କୋଉଠି ଯାଇକି ଆପଣଙ୍କର ଫ୍ୟୁଚର କରିପାରିବେ। ସେ ନିଜେ କହୁଥିଲେ ଗୋଟେ ବଢିଆ କଥା କହିଲେ ମୁଁ ଗୋଟେ ଦୋକାନ ଦେଇଛି ମୋର ନିଜର ଗୋଟେ ଦୋକାନ ଅଛି ଫିରଦୋଷୀ ସ୍ପୋର୍ଟସ କରି। ତ ଭାଇ ଯୋଉ ବୟସରେ ଆମେ କମେଇବା କଥା ଆମେ ପଇସା କମେଇବା କଥା ସେଇ ବୟସରେ ଆମେ ଜର୍କ ବୋଲିଂ ଖେଳୁଛୁ ଯୋଉଟା କି ଆମର ଫ୍ୟୁଚର ନାହିଁ। ସେଇ ଖେଳଟାକୁ ଖେଳିକି ଆମେ ନିଜେ ଫସି ଯାଉଛୁ। ତାହେଲେ ମୁଁ ଠିକ ସେଇ ସମୟରେ ମୁଁ ବି ଫସିଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ମୋର ଗୋଟେ ଦୋକାନ ଦେଇକି ବର୍ତ୍ତମାନ ଦୋକାନରେ ମୁଁ କିଛି ବ୍ୟବସାୟ କରିପାରିଲି ବହୁତ ବଢିଆ ଲାଗିଥିଲା। ତାଙ୍କର ସେ ଶୋ ଟା ଆଜି ମୁଁ ଗୋଟେ କମେଣ୍ଟେଟର ମତେ ତାଙ୍କର ଗୋଟେ ଏକ୍ସାମ୍ପଲ ଦଉଥିଲି ମତେ ବହୁତ ବଢିଆ ଲାଗିଥିଲା ତାଙ୍କ ଶୋ ଟା ଅନିଶ ଖାନଙ୍କ ବିଷୟରେ ଆପଣ କଣ ଜାଣିଛନ୍ତି କଣ କହିବେ? ଭଲ କି ବେଶୀ ଜାଣିନି। ନା ମୁଁ କ୍ରିକେଟ ପୁରା ଛାଡିଆ ଜଗତରେ ମୋ ପାଖାପାଖି ପଳେଇ ଆସିଲାଣି। ଆଉ ଯେହେତୁ ଆମେ ବହୁତ ସିନିୟର କ୍ରିକେଟ ଜାଣିନୁ କିନ୍ତୁ ସେ ଯୋଉଟା କଥା ଠିକ କଥା କହିଲେ କିନ୍ତୁ ଟେନିସ୍ ବଲ ରେ ଫ୍ୟୁଚର ନାହିଁ। ଏବେ ଯୋଉ ଗଭର୍ଣ୍ଣମେଣ୍ଟ ଆମକୁ ଲିଗ୍ କଲେଣି ଏବେ ପ୍ରିମିୟର ଲିଗ୍ କରୁଛନ୍ତି ଟେନିସ୍ ବଲ ରେ କିନ୍ତୁ ଫ୍ୟୁଚର ଆଗରୁ ଟେନିସ୍ ବଲ ରୁ କିନ୍ତୁ ପ୍ଲେୟାର ବାହାରନ୍ତି ଏଇଟା କିନ୍ତୁ ସତ କଥା। କିନ୍ତୁ ଟେନିସ୍ ବଲ ରେ କିନ୍ତୁ କିଛି ଫ୍ୟୁଚର ନାହିଁ। ହଁ ଟେନିସ୍ ବଲ କିନ୍ତୁ ଭଲ ଇନକମ ଅଛି। ଆଜିକାଲି ଗୋଟେ ଟେନିସ୍ ବଲ ଗୋଟେ ଖେଳିଲେ ଗୋଟେ ମ୍ୟାଚ୍ 2,000 3,000 ଇନକମ କରୁଛନ୍ତି କିନ୍ତୁ ଡ୍ୟୁଜ୍ ବଲ ସେ ଜିନିଷ ନାହିଁ। କିନ୍ତୁ ଡ୍ୟୁଜ୍ ବଲ ଯୋଉ ପ୍ରେଷ୍ଟିଜ୍ ଯୋଉ ସମ୍ମାନଟା ଅଛି କିନ୍ତୁ ଟେନିସ୍ ବଲ ସେ ସମ୍ମାନ ନାହିଁ। କିନ୍ତୁ ଏହା ଆଜିକାଲି ଯିଏ ଭଲ ଖେଳିଲେ ଆଜ୍ଞା ସବୁ ତାଳି ମାରିଲେ ଠିକ ଅଛି। କିନ୍ତୁ ଟେନିସ୍ ବଲ ପାର୍ଟ ଅଲଗା ଡ୍ୟୁଜ୍ ବଲ ପାର୍ଟ ପୁରା ଅଲଗା। କିନ୍ତୁ ସେଇ ଟେନିସ୍ ବଲ ରୁ କିନ୍ତୁ ପିଲା ବାହାରନ୍ତି। ଟେନିସ୍ ବଲ ରୁ ବି 100 ପିଲାରୁ ମିନିମମ୍ 10ଟା 5ଟା ପିଲା ବାହାରିବେ। ସେଇ ପିଲା ଭିତରୁ ବି ସିଏ ବି ଡ୍ୟୁଜ୍ ବଲ ବି ଆସିଯାନ୍ତି ସେମାନେ ବି ବହୁତ ଭଲ ଖେଳନ୍ତି ବହୁତ ନାଁ ବି ନିଅନ୍ତି। ତା ମାନେ ନୁହଁ ଟେନିସ୍ ବଲ କିଛି ନୁହଁ କିନ୍ତୁ ଟେନିସ୍ ବଲ ଠୁ ଡ୍ୟୁଜ୍ ବଲ ଫ୍ୟୁଚର ଅଛି। ଆମେ ଦେଖନ୍ତୁ ଟେନିସ୍ ବଲ ଆପଣ ଯେମିତି ସେମିତି ସର୍ଟ ରେ ଖେଳି ପାରିବେ କିନ୍ତୁ ଡ୍ୟୁଜ୍ ବଲ ମାରିବା ଭାରି କଷ୍ଟକର ଆଜ୍ଞା। ଡ୍ୟୁଜ୍ ବଲ ବହୁତ ରିସ୍କ ଥାଏ। ଟେନିସ୍ ବଲ ସେ ଜିନିଷ ରିସ୍କ ନଥାଏ। କେମିତି ଗୋଟେ ଏକ୍ସାମ୍ପଲ ଦିଅନ୍ତୁ କେମିତି କଣ ରିସ୍କ ନଥାଏ କଣ କଣ ହେଇପାରେ? ଦେଖନ୍ତୁ ଗୋଟେ ଏକ୍ସାମ୍ପଲ ଦେଖନ୍ତୁ ଟେନିସ୍ ବଲ ଆପଣ ଗୋଟେ ବୋଲର ପକେଇଲା ଆପଣ ଚାହିଁବେ ତାକୁ ସୁଇପ୍ ମାରିପାରିବେ କି ୱିକେଟ ୱିଡ୍ର କରିକି ଖେଳି ପାରିବେ ସବୁ କରିପାରିବେ କିନ୍ତୁ ତା ଦେହରେ ଏଲିଜିବଲ ନଥାଏ। ଡ୍ୟୁଜ୍ ବଲ କଣ ଆପଣ ସେଇ ଜିନିଷ ନଥାଏ। ଆପଣ ଏଲିଜିବଲ ଚାନ୍ସ ଥାଏ ଗୋଟେ ବ୍ୟାଟ୍ସମ୍ୟାନ ମାଇଣ୍ଡ ରେ ରହିବ ନାଇଁ ଏଇଟା ମୋର ଏଲିଜିବଲ ଏଇ ସଟ୍ ଟା ଖେଳିଲେ ଏଲିଜିବଲ 100% ଚାନ୍ସ ଅଛି। ସେଇ ଜିନିଷ ଗୋଟେ ବ୍ୟାଟ୍ସମ୍ୟାନ ମନରେ ଗୋଟେ ଇଏ ଥାଏ ଭୟ ଅଂଶ ଥାଏ। କିନ୍ତୁ ଟେନିସ୍ ବଲ ସେଇ ଜିନିଷ ନଥାଏ। ଯଦି ଆପଣ ଟେନିସ୍ ବଲ ଦିଟା ବଲ 10 ରନ ଅଛି ଆପଣ ବେଳେ ବେଳେ କ୍ରସ କରି ଖେଳିଦେବେ ଇଏ କରି ଖେଳିଦେବେ କିନ୍ତୁ ଡ୍ୟୁଜ୍ ବଲ ସେଇ ଜିନିଷ ଖେଳି ପାରିବେନି। ଯଦି ବି ଖେଳିବେ ତାର ଆଉଟ୍ ହବାର ଚାନ୍ସେସ ବହୁତ ଥାଏ କିନ୍ତୁ ଟେନିସ୍ ବଲ ସେ ନଥାଏ ସେଇ ଜିନିଷଟା। ଭାଗୀରଥୀ
ଆପଣଙ୍କର ପୁରା ନା ଭାଗୀରଥୀ ବେହେରା, ଘରେ କଣ ଡାକନ୍ତି ଆପଣଙ୍କୁ? ମତେ ଘରେ ଡାକନ୍ତି ଭାଗୁ। ବାବା ଭାଗୁ କରି ଡାକନ୍ତି। ଡାକନ୍ତି ମତେ ଭାଗୁ, ବୋଉ ବି ମତେ ଡାକେ ଭାଗୁ, ଆଉ ଭଉଣୀ ଆଚ୍ଛା ମାନେ ଡାକନ୍ତି ଭାଗୀରଥ, ମତେ ପୁଅ ବୋଲି ଡାକନ୍ତି। ଆଚ୍ଛା ଭାଗୁ, ଯଦି ଆପଣଙ୍କୁ ପୁରୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ର ପ୍ରେସିଡେଣ୍ଟ କରାଯାଏ, ତାହେଲେ ଆପଣ ପୁରୀ କ୍ରିକେଟ କୁ କେମିତି ଡେଭଲପ କରିବେ? କଣ କରିକି ଆପଣ ଡେଭଲପ? ଆପଣ ଯଦି ଜଣେ ପୁରୁଣା କ୍ରିକେଟର, ଆପଣ ଜଣେ ଏକ୍ସପର୍ଟ, ଆପଣଙ୍କୁ ବହୁତ ନଲେଜ ଅଛି କ୍ରିକେଟର। କ୍ରିକେଟ ପ୍ରତି ଆପଣଙ୍କର ଅବଦାନ ଅତୁଳନୀୟ। ଆପଣ ଯୋଉ ଯୋଉ ସମୟରେ ଆପଣ କ୍ରିକେଟ କୁ ଗୋଟେ ଅଲଗା ପ୍ରକାର ଲେବୁଲ ଦେଇଥିଲେ ପୁରୀ ପାଇଁ, ଆପଣଙ୍କୁ ଯଦି ସେଇ ପୋଜିସନରେ ଦିଆଯିବ ୟଙ୍ଗ ପିଲାଙ୍କ ପାଇଁ, ଆପଣ କଣ କରିବେ? ଏମିତି ଛୋଟ ପିଲାଙ୍କୁ ଆଗ ସ୍କୋପ ଦିଆଯିବ ଯେ ତମେ ଆମେ ଯେମିତି ପିଲା ଆମେ ଖେଳିଲେ ପ୍ରଥମ କ୍ରିକେଟ ଖେଳିଲା ପ୍ରଥମ ଫିଜିକାଲ ଦରକାର, ସେମିତି ଛୋଟ ପିଲାଙ୍କୁ ପ୍ରଥମ ଖେଳିବା ପୂର୍ବରୁ ଗୋଟେ ୱାର୍ମ ଥିବା ଦରକାର, ଗୋଟେ ଫିଜିକାଲ ଜିନିଷ ସେ ନିହାତି ଆବଶ୍ୟକ। କ୍ରିକେଟ ମାନେ ମୁଖ୍ୟ ପାର୍ଟ ସେଇଟା ଗୋଟେ, ଆଜ୍ଞା। ଫିଜିକାଲ ନାହିଁ ତ କ୍ରିକେଟ ନାହିଁ, ସେଇ ଜିନିଷଟା ମୁଖ୍ୟ ଜିନିଷ। ଆମେ ଯଦି ଫିଜିକାଲ ଠିକ ସେ କରିପାରିବା, କ୍ରିକେଟ ଟାକୁ ଆମେ ଧରିପାରିବା। ସପୋଜ ଧର ତମେ ଟିକେ ହାର୍ଡ ୱାର୍କ କଲ, ତ ତମ ଫ୍ୟୁଚର ମୁଁ ଗୋଟେ ଭଲ ବୋଲର ହେଲି, ତାହେଲେ ତମକୁ ସେଇ ଅନୁସାରେ ତମକୁ ଫିଜିକାଲ କରିବାର ଅଛି। ତମେ ନିଜକୁ ବଡି ଟିକେ ଫିଟ୍ କରିବାର ଅଛି। କରିପାରିଲେ ତ ତମର ବୋଲ ଦେଇପାରିବ ନା, ସେଠି ଷ୍ଟାମିନା ଆସିବ କୋଉଠି? ମୁଖ୍ୟ ଜିନିଷ ହଉଛି ସେ ଫିଜିକାଲ। ଆଜ୍ଞା ଆଜ୍ଞା ଆଜ୍ଞା, ଖୁବ ବଢିଆ କଥା କହିଛନ୍ତି ଆପଣ। ଭାଗୀରଥୀ ବେହେରା, ପାଇନିୟର କ୍ଲବ ପୁରୀ, ଗୋଟେ ପୁରୀର ବଡ ଟିମ୍ ନିଶ୍ଚିତ ଭାବରେ। ଓଡିଶାର କୋଉ ଜାଗାରେ ଖେଳିଛି ସବୁ? ଓଡିଶା ସବୁ ଜାଗାରେ ଆମେ ଖେଳିଛୁ, ସବୁ ଜାଗାରେ। ଏ ବାରିପଦା ଧରନ୍ତୁ, ଆମ କଟକ ଧରନ୍ତୁ, ଭୁବନେଶ୍ୱର ହୁଅନ୍ତୁ, ଯାଜପୁର ହୁଅନ୍ତୁ, ସମ୍ବଲପୁର ହଉ, ସବୁ ଜାଗାରେ ଖେଳୁଛୁ। ଆମ ଟିମ୍ ସବୁ ଜାଗାରେ ନାଁ ଅଛି, ଆମର ବହୁତ ବି ନାଁ ଅଛି, କିନ୍ତୁ ସକ୍ସେସଫୁଲ ନାହିଁ ଆଉ। ଯେମିତି ଧର କଟକ ଭୁବନେଶ୍ୱର ମ୍ୟାଚ କରୁଛୁ ଅଛୁ, ଆମେ ତାଙ୍କୁ ଜିତି ନ ପାରୁ କିନ୍ତୁ ମ୍ୟାଚ ଫାଇଟ୍ କରୁ, ଏଇ ସକ୍ଷମତା ଆମ ପାଖରେ ଅଛି। ଏମିତି ବି ଯୋଉ ଟିମ୍ ଭଲ ଭଲ ପ୍ଲେୟାର ସହିତ ବି ଆମେ ଖେଳିଛୁ। ଧର ପ୍ରମୋଦନ ମଲ୍ଲିକ ହଉ, ହଳଧର ଦାସ ହଉ, ଆମର ଆର ଦାସ ହଉ, ଆମର ବହୁତ ବହୁତ ବଡ ବଡ ସିନିୟର ବି ଅଛନ୍ତି। ଆଉ ବିପ୍ଳବ ସାମନ୍ତ ବାବୁ, ସମସ୍ତେ ଆମେ ଖେଳିଛୁ ତାଙ୍କ ସହିତ। କିନ୍ତୁ ଆମେ ଶୁଣୁ, ଗୋଟେ ନାଁ ଥାଏ, ଗୋଟେ ବିଗ ନେମ୍ ଥାଏ, ଗୋଟେ ଇଏ ନାଁ ଥାଏ, ସେଇ ନାଁ ଥାଏ, କିନ୍ତୁ ଫାଇଟ୍ କରୁଛୁ। ଏମିତି ନୁହେଁ ଯେ ୱାନ ସାଇଡ କୋଉଠି ମ୍ୟାଚ ହାରିଯିବୁ, ସେମିତି ନାହିଁ। ବହୁତ ମ୍ୟାଚ କରିଛୁ, ଏମିତି ଜିତିଛୁ ବି, ଗୋଟେ ଜାଗାରେ ବହୁତ ଜିତିଛୁ। ବହୁତ ଖୁସି, ଯେତେବେଳେ ଜିତୁ ଆମ ଟିମ୍ ବହୁତ ଖୁସି ବି ହୁଏ ଯେ ଆମେ ଗୋଟେ ବଡ ଟିମ୍ କୁ ହରେଇଲୁ। ଏମିତି ଆଜ୍ଞା ଗୋଟେ ଖେଳିଥିଲୁ, ଚଢେଇ ବୋଲରେ ଖେଳିଥିଲୁ ପାରାମନକୁ, ପ୍ରମୋଦ ମଲ୍ଲିକ ନିଜେ ବି ଖେଳୁଥିଲେ, ସେ ତାଙ୍କୁ ବହୁତ ସିନିୟର, କିନ୍ତୁ ତାଙ୍କୁ ଆମେ ହରେଇଥିଲୁ, ମାନେ ଗୋଟେ ୱାନ ସାଇଡ ମ୍ୟାଚ ହରେଇଥିଲୁ, କିନ୍ତୁ ଭାରି ଖୁସି ଥିଲୁ। ଆଉ ପ୍ରମୋଦ ମଲ୍ଲିକ ଯିଏ ସିଏ ନିଜେ ବି ଆସିକି କହିଲେ ଆରେ ସୁମନ, ଆମ ପୁରୀରେ ବି ସୁମନ ମିଶ୍ର ଜଣେ ଅଛନ୍ତି, ସେ ତାଙ୍କ ସହିତ ଭଲ ପ୍ୟାଚ୍, ସେ ଠିକ ରେ ମାନେ ଆମ ପୁରୀ ଗୋଟେ ଭଲ ଆସନ ଭାଗି ବୋଲି, ଏମିତି ସେ ଆସିଲେ କଥା ହେଲା, ନା ଠିକ ଅଛି ନା ଜିତିଲୁ, ଖୁସି ବି ଲାଗିଲା ସେଇଠି। ଆଚ୍ଛା ଭାଗୀରଥୀ, ଆପଣ ଜଣେ ସ୍ପୋର୍ଟସ ମ୍ୟାନ, କେତେ ସମୟ ଆପଣଙ୍କ ମତରେ ୱାର୍ମ ଅପ୍ କରିବା କଥା, କେତେ ସମୟ ଜିମ୍ ରେ ଟାଇମ ଦବା କଥା, କେତେ ସମୟ ନେଟ୍ସ ରେ ଟାଇମ ଦବା କଥା? ଯଦି ଗୋଟେ ପ୍ଲେୟାର ପାଇଁ ଯଦି ସଫିସିଏଣ୍ଟ ଟାଇମ ଯଦି ଅଛି, ତାହେଲେ ଆପଣ ଆପଣ ଦେଇପାରିବେ 2 ଘଣ୍ଟା 3 ଘଣ୍ଟା ଦେଇପାରିବେ, ସଫିସିଏଣ୍ଟ ଟାଇମ ଦେଇପାରିବେ। ନହେଲେ ଏମିତି ନର୍ମାଲ ୱାର୍କଆଉଟ 2 ଘଣ୍ଟା, ଘଣ୍ଟେ 2 ଘଣ୍ଟା ହେଲେ ସଫିସିଏଣ୍ଟ, ବହୁତ ସଫିସିଏଣ୍ଟ। କ୍ରିକେଟରେ ଆପଣଙ୍କର ଦୁର୍ବଳତା କଣ, ଏବଂ ତାକୁ ସୁଧାରିବା ପାଇଁ କେମିତି କ୍ରିକେଟ ଆପଣ ଦୁର୍ବଳତା ପ୍ରସ୍ତୁତ ମୁଁ ଅଛନ୍ତି? ସମସ୍ତଙ୍କୁ, କ୍ରିକେଟ ଦୁର୍ବଳତା ମୁଁ ସବୁବେଳେ ମିଛ କହେ ଯେ ମୁଁ ଗୋଟେ ଦୋକାନରେ କାମ କରେ, ମୁଁ ସେ ଦୋକାନରେ ଓନର ପାଖରେ ରହେ, ମୁଁ ପ୍ରାୟ ଟାଇମ ମିଛ କଥା କହିକି ମୁଁ ଯାଏ କ୍ରିକେଟ ଖେଳିବାକୁ। ମାନେ ମୋର ଏଇ ଗୋଟିଏ ଦୁର୍ବଳତା, ମାନେ କେମିତି ମୁଁ ମ୍ୟାଚ ଖେଳିବି, ମୁଁ ଗୋଟେ ଦିନ 8 ଦିନ 9 ଦିନ ବାହାରେ ରହିଯାଏ, ମିଛ କଥା କହିକି ରହିଯାଏ। ଏଇ କ୍ରିକେଟ ବି ଏଇ ଗୋଟିକ ମୋର ବହୁତ ଦୁର୍ବଳତା। ଏବେ ବି ମଧ୍ୟ ବି ମିଛ କହିକି ବି କ୍ରିକେଟ ଖେଳିବାକୁ ପଡୁଛି। ଆପଣ କଣ କାମ କଣ କରନ୍ତି? ଆମେ ଗୋଟେ ସାନିଟାରୀ ଦୋକାନରେ ଆମେ ଅଛୁ, ଆଜ୍ଞା। କୋଉ ଦୋକାନରେ ଅଛନ୍ତି? ସାନିଟାରୀ ୱେର। କି ଦୋକାନ? ସାନିଟାରୀ ୱେର, ଆଚ୍ଛା ଆମ ଯୋଉ କହନ୍ତି ସାନିଟାରୀ ୱେର। ପାଣି କଳ ଆଚ୍ଛା ଦୋକାନ।
ଆଜ୍ଞା ଆଜ୍ଞା ସାନିଟାରୀ ୱେयर ଦୋକାନରେ ଆପଣ ଅଛନ୍ତି କିନ୍ତୁ ଯେତେବେଳେ କ୍ରିକେଟ ସିଜିନ ଆସେ କ୍ରିକେଟ ଖେଳ ପାଇଁ ଆପଣଙ୍କୁ କଲ୍ ଆସେ କୌଣସି ଟିମ୍ ଯଦି ଆପଣଙ୍କୁ କଲ୍ କରନ୍ତି ତାହେଲେ ଆପଣ ମିଛ କଥା କହିକି ମାଲିକ ମିଛ କଥା ମିଛ କହିକି ଆପଣ ଗ୍ରାଉଣ୍ଡରେ ମିଛ ପହଞ୍ଚିଯିବେ ବସ ହିଁ ଯିବେ ପୁରା 100 ରୁ 100 ମିଛ କହେ 100% 100 ଆପଣ ପହଞ୍ଚିଯିବେ। ହଁ 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 ଏଇଟା ସତ କଥା ଆଜ୍ଞା। ଏମିତି କି ଆମର ଆଚ୍ଛା ଯିଏ ଓନର ଯିଏ ସିଏ ହଁ ବି ଜାଣିଛନ୍ତି ଯେ ଇଏ ମିଛ ତ କହି ଯାଇଛି ବୋଲି ସିଏ କିଛି କୁହନ୍ତିନି। ଆଚ୍ଛା 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 ସିଏ ଆଚ୍ଛା ସପୋର୍ଟ କରନ୍ତି। ଆଚ୍ଛା ଘରେ କେମିତି କଣ ଭାଉଜଙ୍କୁ କେମିତି କଣ ମିଛ କଥା କହିକି ଯାଆନ୍ତି? ଘରେ ଜାଣନ୍ତି ମୁଁ ଯୁଆଡେ ବି ଯାଏ କେବଳ ଗୋଟିଏ ଜିନିଷ ଖେଳିବା ପାଇଁ କି ଯାଏ ଆଉ ତ ଅନ୍ୟ ବସରେ କୁଆଡେ ଯାଏନି କେବଳ ଖେଳ ହିଁ ମୋର ସବୁ କିଛି। ଆଚ୍ଛା ଭାଗିରଥୀ ବେହେରା କେତେବେଳେ ଆପଣ ଭାବିଛନ୍ତି ପରିବାରର ପ୍ରେସରରେ ଆସିକି ଡିପ୍ରେସନରେ ଆସିକି ଭାବିଛନ୍ତି ଯେ କ୍ରିକେଟଟାକୁ ଟୋଟାଲ ଛାଡିଦେବି ଆଉ ଖେଳିବିନି? ନା ସେମିତି କିଛି ବର୍ତ୍ତମାନ ଆସିନି। ଆଚ୍ଛା ବର୍ତ୍ତମାନ ଆହୁରି ବର୍ତ୍ତମାନ ଆଗ୍ରହ ହେଲାଣି ଯେ ଆମ ପୁରୀ ଡିଷ୍ଟ୍ରିକ୍ଟରେ ବହୁତ ଟିମ୍ ବାହାରିଲେଣି ଯେମିତି ଆମ ପୁରୀ ଆମ ପାଇନର ମାହାବୀର ସୁବର୍ଣ୍ଣ ଅଛନ୍ତି ସେମିତି ନିମାପଡା ଆଉ ଗୋପ ଆଉ ହେଲା କାକଟପୁର ସେପଟୁ ବି ବହୁତ ଭଲ ପିଲା ବାହାରିଲେଣି। ଆଗରୁ ସେ ଜିନିଷ ମାନେ ଲୁଚି ଯାଉଥିଲା ଏବେ ସେପଟୁ ବି ଭଲ ପିଲା ବାହାରିଲେଣି। ଆଉ ଗୋଟେ ଆମ ଟାଉନ କଥା କହୁଛି ପୁରୀ ଟାଉନ କଥା ଆମ ତିନିଟା କ୍ଲବରୁ ତିନିଟା ଏଇନେ ବର୍ତ୍ତମାନ 350 ପିଲା ବାହାରିଲେଣି। ଆମକୁ ଆହୁରି ମାନେ ଇଚ୍ଛା ହଉଛି ଆମେ ଯଦି କିଛିଟା ଯଦି କରିଥିବା ତାହେଲେ ସେଇ ପିଲା ତାହେଲେ ଆମକୁ ପଚାରିବେ କି ସିଏ ଖେଳିବେ। କିନ୍ତୁ ଆମେ ତାଙ୍କ ପାଇଁ କିଛି ନ କରିବା ସିଏ ବି ଆମ ପାଇଁ କିଛି ମାନେ ସିଏ ବି ଆମ ଭଳିଆ ରହିଯିବେ। ପରଫେକ୍ଟ କଥା କହିଛନ୍ତି ଆପଣ ଭାଗିରଥୀ କାହିଁକିନା ପାଖାପାଖି ଆମେ ନହେଲେ ଆମର ସିନିୟର ହେଇକି ଆମର କିଛି ମହତ୍ଵ ରହିବନି। ଯଦି ଆମେ ପିଲାକୁ ସୁଯୋଗ ଯଦି ଗାଳିକି ନ ନବା ମୁଁ ଜାଣିଛି ଆମ ଟାଇମ ସେୟା ହିଁ ହେଇଥିଲା କାରଣ ଆମ ଟାଇମ ଆମ ସିନିୟର ମାନେ ଯୋଉ ଥିଲେ ବି ସେ ଏତେଟା ବି ନଥିଲା। ଭାଗିରଥୀ ବେହେରାଙ୍କ ସହିତ ସମ୍ପର୍କ ହେଇପାରୁନି ବୋଧେ ତାଙ୍କର ନେଟୱାର୍କ ପ୍ରୋବ୍ଲେମ ବୋଧହୁଏ ଆସୁଛି ଏବଂ ଆମର ଯୋଉ ଶୋ ଥିଲା ସେ 30 ମିନିଟର ଶୋ ପାଖାପାଖି ସରି ମଧ୍ୟ ଆସିଲାଣି 7:34 ସମୟ ହେଇସାରିଛି ଆମେ ଆମର ଶୋ ଟାକୁ ଆମେ ଏଇଠି ସମାପ୍ତ କରିବା ଏବଂ